ଦେଖୁନ୍ ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ। ଆଉ ଏଇ ବିଜ୍ଞାନର ଏ ଯୁଗରେ ଅନ୍ଧବିଶ୍ୱାସର ସ୍ଥାନ ନାହିଁ। 1947 ବା ସ୍ୱାଧୀନତା ପୂର୍ବରୁ ଲୋକମାନଙ୍କ ପାଖରେ ଅନ୍ଧବିଶ୍ୱାସ ଭରି ରହିଥିଲା। ସେତେବେଳେ ଲୋକ ଗୁଣି ଗାରେଡ଼ି ଇ ଫୁକା ଝଡ଼ାରେ ବିଶ୍ୱାସ କରୁଥିଲେ। ବଟ୍ ଆଜିର ଯୁଗ ହେଲା 2024 ମସିହା। ଆଜି ଏନ୍ତା ଗାଁ ନାଇଁନ ଯେନକି ଇଲେକ୍ଟ୍ରିସିଟି ନାଇଁନ କି টিভি ରେଡ଼ିଓ ବା ନ୍ୟୁଜ୍ ପେପର୍ ନାଇଁ ଯିବା। ତ ଆଜିର ଯୁଗରେ ଏ ସାଇନ୍ସର ଯୁଗରେ ଏତେ ମାନେ ଇଣ୍ଡିଆର ଅଗ୍ରଗତି ହେଲା ପରେ ଗଭର୍ଣ୍ଣମେଣ୍ଟ ତରଫରୁ ହଉ ବା ସୋସିଆଲ ମିଡ଼ିଆରେ ହଉ ସବୁଆଡ଼େ ତାର ମାନେ ସାଇନ୍ସର ଯୁଗରେ ବି ଲୋକ ସବୁ ଜାଣିଲା ପରେ ବି ଲୋକମାନେ କାହିଁକି ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଇକରି ବାବାମାନଙ୍କ ପାଖେ ଯାଉଛନ୍ ସେଟା ବୁଝବାରଟା କଷ୍ଟକର ହୁଏ। ଇ ଯେନ୍ ଏଭ୍ରି ଭିଲେଜରେ ଆମର ୱାର୍କର ମାନେ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ଏଏନ୍ଏମ୍, ଇଭିନ୍ 4-5ଟା ପଞ୍ଚାୟତରେ ମିଶିକରି ପିଏସସି ନ୍ୟୁ ମାନେ ଅଛେ, ଡାକ୍ତରମାନେ ଅଛନ୍, ଏସଡିଏଚ୍ ଅଛେ, ଡିଏଚଏଚ୍ ଅଛେ, ତାପରେ ଆମର ଡିଷ୍ଟ୍ରିକ୍ଟ ଲେଭେଲରେ ସାଇକାଟ୍ରିଷ୍ଟ ଡକ୍ଟରମାନେ ବି ଅଛନ୍। ତ ତାଙ୍କର ହେଲ୍ପ ନେଇକରି ଲୋକମାନେ କାହିଁକି ସେ ବାବାମାନଙ୍କର ପକ୍ଷେ ଯାଉଛନ୍ ସେଟା ବୁଝବାଟା କଷ୍ଟକର ହୁଏ। ଆଉ ସବୁଥିରେ ମେନ୍ ଜିନିଷ ହେଲା ଗୋଟେ ଆୱାରନେସ୍ କ୍ରିଏଟ୍ ହେବା କଥା ଆମର ପବ୍ଲିକଲି, ଯାଦ୍ୱାରା କି ଲୋକମାନେ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନା ହେବେ। ଦେଖାଯାଉଛି ବହୁତ ଲୋକ ପ୍ରାଣ ବି ହଉଛନ୍ତି, ସବୁ ସର୍ବନାଶ ବି ହେଇଯାଉଛି। ଏନ୍ତା ରୋଗ ନେଇ ଯେନ୍ ରୋଗରେ ଟ୍ରିଟମେଣ୍ଟ ଅଛେ କି ନାଇଁ ବହୁତ ଦେଖୁନ ରୋଗ ମାନେ ଦେଖନ୍ତୁ ଆଗରୁ କାଳରେ ଲୋକ ତ ଦେଖିବେ, ଆମେ ଯେନ୍ତା ମୋର ପ୍ରାକ୍ଟିକାଲ ଏକ୍ସପିରିଏନ୍ସରେ କହୁଛେ, ଯେନ୍ତା ହେଲା ସ୍ନେକ୍ ବାଇଟ୍, ସାପ କାମୁଡ଼ା, ଏ ତାର ଟ୍ରିଟମେଣ୍ଟ 100% ଅଛି। କିନ୍ତୁ ଲୋକ ଆଜିର ଡେଟ୍ ବି ଏଜୁକେଟେଡ଼ ଲୋକମାନେ ବି ଫାଷ୍ଟ ଯାଇକରି ଲୋକକୁ ଫୁକା ଝଡ଼ା କରୁଛନ୍, ତାପରେ ଡାକ୍ତରଖାନା ଆସୁଛନ୍। ଯେନ୍ତା ଡଗ୍ ବାଇଟ୍, କୁକୁର ମାନେ କାମୁଡ଼ିଲା, ସେନ ବି ଲୋକ ମାନେ ଟ୍ରିଟମେଣ୍ଟ ନେଇକରି ଯାଇକରି ଲୋକ ଫୁକା ଝଡ଼ା ହେଇକରି ଫେର ଆସୁଛନ୍। ତାପରେ କ'ଣ ହେଲା ମାନସିକ ରୋଗ। ମାନସିକ ରୋଗରେ ଆଜିକାଲି ପ୍ରାୟ ଲୋକ ମାନେ ଏଇ ଷ୍ଟ୍ରେସଫୁଲ୍ ଦୁନିଆରେ ପ୍ରାୟ ଲୋକଙ୍କର ମାନେ ମାନସିକ ଚାପ ରହୁଛି, ଯାଦ୍ୱାରା କି ସେମାନେ ବହୁତ ମାନେ ବିଷାଦଗ୍ରସ୍ତ ଜୀବନରେ ସାଇକାଟ୍ରିକ୍ ପ୍ରୋବ୍ଲେମ୍ ମାନେ ବାହାରୁଛି। ଆଉ ଆଗରୁ କାହାର ଲୋକଙ୍କର ବିଶ୍ୱାସ ଥିଲା ଯେ ସାଇକାଟ୍ରିକ୍ ପ୍ରୋବ୍ଲେମ୍ ବା ଏଇ ମାନସିକ ରୋଗର ଟ୍ରିଟମେଣ୍ଟ ନାଇଁନ, ଫୁକା ଝଡ଼ା କରିବେ। ଆଗରୁ ଲୋକମାନଙ୍କୁ ଦେଖିଦେବା ପାଇଁ ଘରେ କଡ଼ା ବାନ୍ଧିକରି ମାନେ ରଖୁଥିଲେ, ତ ସେ ଜିନିଷ ଆଉ ନାଇଁନ। ତ ଏବେ ଡାକ୍ତରୀ ଚିକିତ୍ସାରେ ପ୍ରାୟ ରୋଗ ଠିକ୍ ହେଇପାରୁଛି। ତ ଲୋକ ସେ ମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନା ହେଇକରି ପ୍ରପର୍ ଜାଗାକେ ଯାଇକରି ଭଲ ମାନେ ସାଇକାଟ୍ରିଷ୍ଟ ବା ଡକ୍ଟରମାନଙ୍କର ପରାମର୍ଶ ନେଇକରି ଟ୍ରିଟମେଣ୍ଟ ନେବା କଥା। ଦେଖନ୍ତୁ ବିଜ୍ଞାନ ଏବଂ ଚିକିତ୍ସା ବିଜ୍ଞାନ ଏତେ ଆଗକୁ ଗଲାଣି, ତାପରେ ବି ବଡ଼ ଦୁଃଖ ଏବଂ ପରିତାପର ବିଷୟ ଯେ ମଣିଷ ଆଜି ଅନ୍ଧବିଶ୍ୱାସ ପଛରେ ଗୋଡ଼ଉଛି। ଚିକିତ୍ସା ବିଜ୍ଞାନ ଶୀର୍ଷରେ ପହଞ୍ଚି ସାରିଲାଣି, କିନ୍ତୁ ଲୋକ ଗୁଣି ଗାରେଡ଼ି ଇ ଉପରେ ଆଜି ମଧ୍ୟ ବିଶ୍ୱାସ କରୁଛନ୍ତି। ଗତକାଲି ଗୋଟେ ଦୁଃଖଦ ଘଟଣା ଏ ଅଞ୍ଚଳରେ ଘଟିଛି ଯେ ଦୀର୍ଘ ଦିନ ଧରି ଜଣେ ବାବା ନିଜକୁ ଗୋଟେ ତାନ୍ତ୍ରିକ କାଳୀ ବାବା ବୋଲି ଲୋକଙ୍କୁ ଚିକିତ୍ସା କରି ଆସୁଥିଲେ ଏବଂ ସେ ମଧ୍ୟ ଦାବି କରୁଛନ୍ତି ଯେ କେବଳ ପାଟନାଗଡ଼ ବ୍ଲକରେ 10,000ରୁ ଅଧିକ ଲୋକଙ୍କୁ ସେ ଭଲ କରିଦେଇ ସାରିଛନ୍ତି, ବଲାଙ୍ଗୀର ଜିଲ୍ଲାରେ 30,000ରୁ ଅଧିକ ଲୋକଙ୍କୁ ଭଲ କରିଦେଇ ସାରିଛନ୍ତି। ତ ୟାର ଅର୍ଥ କ'ଣ? ଏବେ ବି ଲୋକ ଅନ୍ଧବିଶ୍ୱାସ ପଛରେ ଗୋଡ଼ଉଛନ୍ତି। ତ ମୁଁ ନିବେଦନ କରିବି ଆପଣଙ୍କ ଟିଭି ମାଧ୍ୟମରେ ଯେ ଅନ୍ଧବିଶ୍ୱାସ ପଛରେ ଗୋଡ଼ାନ୍ତୁ ନାହିଁ। ଆଜି ଚିକିତ୍ସା ବିଜ୍ଞାନ ଆଗେଇ ଯାଇଛି, ଆପଣମାନେ କୌଣସି ବି ସମସ୍ୟା ହେଲେ ଡାକ୍ତରଙ୍କର ପରାମର୍ଶ କରନ୍ତୁ ଏବଂ ଏମିତି ବାବା ଠକ ଭଣ୍ଡ ବାବାମାନଙ୍କ ପଛରେ ଗୋଡ଼ାନ୍ତୁ ନାହିଁ। ଏହା ଆଗକୁ ଏଇ ସମାଜରେ ଏକ ବ୍ୟାଧି ରୂପରେ ଦେଖାଦେବ। ଯାହା ଆମେ ଶୁଣିଛୁ ଯେ ସାମାଜିକ ଗଣମାଧ୍ୟମରେ ସେ ବାବାଙ୍କର ଗୁଡ଼ାଏ ଭିଡ଼ିଓ ରିଲ୍ସ ଅପଲୋଡ଼ ହେଇଥିଲା, ଯେଉଁଥିରେ ସେ ମାନସିକ ଶାରୀରିକ ନିର୍ଯାତନା ଦେଉଥିଲେ ଲୋକଙ୍କୁ, ଏମିତିକି ପିଟା ମରା ପର୍ଯ୍ୟନ୍ତ ସେ କରୁଥିଲେ, ଯାହା ବଲାଙ୍ଗୀର ଏସ୍ପିଙ୍କର ବୋଧେ ଦୃଷ୍ଟିଗୋଚର ହେଇଛି ଏବଂ ତାଙ୍କୁ କିଛି ଅଭିଯୋଗ ହେଇଛି। ତାକୁ ଆଧାର କରି
से बाबा को से गिरफ करैछंदी।